ସଦାପ୍ରଭୁଙ୍କର ଅନୁଗ୍ରହ ଆଶୀର୍ବାଦରୁ ଆମମାନେ ଆଉ ଏକ ଦିବସ ଦେଖିବା ପାଇଁ ସୁଯୋଗ ପାଇଲୁ। ତତ୍ସହିତ ଆମମାନେ ସୁଯୋଗ ପାଇଛୁ ଯେ ଓଡ଼ିଆ ବାଇବେଲ କୁଇଜ୍ ଏକ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ। ଏହା ପ୍ରଭୁଙ୍କର ଯୋଜନା ଅଟେ ଏବଂ ଆପଣମାନଙ୍କର ସହଯୋଗରେ ଆମେ ଆଗକୁ ବଢ଼ୁଛୁ। ଆପଣମାନେ ଅଂଶୀ ହେଉଛନ୍ତି, ଧନ୍ୟବାଦ ଦିଏ। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ମଧ୍ୟ ଦିଏ ଯେ ପ୍ରଭୁ ପ୍ରତିଟି କ୍ଷେତ୍ରରେ ଆମମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଆପଣମାନଙ୍କୁ ଅନୁରୋଧ କରେ ଆପଣମାନେ ନିଜର ସନ୍ତାନମାନଙ୍କୁ ଏଥିରେ ଅଂଶୀ କରାନ୍ତୁ, କାରଣ ଏହି କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ ହେଉଛି ଆମମାନଙ୍କ ସଣ୍ଡେ ସ୍କୁଲ ଛାତ୍ରଛାତ୍ରୀ ଯୁବା ଯୁବତୀମାନେ ବାଇବେଲ ବିଷୟକ ଜ୍ଞାନରେ ବୃଦ୍ଧି ପାଆନ୍ତୁ। ବର୍ତ୍ତମାନ ସମୟରେ ଆମେ ବାଇବେଲର ବିଷୟ ଗୁଡ଼ିକରେ ପ୍ରଶ୍ନ ଉତ୍ତର କରୁଅଛୁ। ପରବର୍ତ୍ତୀ ସମୟରେ ସମସ୍ତ ପୁସ୍ତକ ଗୋଟି ଗୋଟି କରି ପୁସ୍ତକକୁ ଆମେ ନେଇ ପ୍ରଶ୍ନ ଉତ୍ତର କରିବା। ଗତ ଅଧ୍ୟାୟରେ ଯେଉଁ ପ୍ରଶ୍ନଟି ପଚରାଯାଇଥିଲା ତା ଥିଲା ପୁରାତନ ନିୟମରେ ଥିବା ପଦଗୁଡ଼ିକ ମଧ୍ୟରୁ କେଉଁଟି ମଝି ପଦ ଅଟେ? ଏହାର ସଠିକ୍ ଉତ୍ତର ହେଉଛି ଦ୍ୱିତୀୟ ବଂଶାବଳୀ 20 ପର୍ବ ତା'ର 17 ପଦ। ଦ୍ୱିତୀୟ ବଂଶାବଳୀ 20 ପର୍ବ ତା'ର 17 ପଦ। ଏହି ଅଧ୍ୟାୟର ପ୍ରଶ୍ନଟି ହେଉଛି ନୂତନ ନିୟମରେ ସର୍ବମୋଟ କେତୋଟି ପଦ ରହିଅଛି? ନୂତନ ନିୟମରେ ସର୍ବମୋଟ କେତୋଟି ପଦ ରହିଅଛି? ଆପଣମାନଙ୍କ ଉତ୍ତର ଏହି ଭିଡ଼ିଓର କମେଣ୍ଟ ବକ୍ସରେ ଯାଇ ଆମମାନଙ୍କୁ ଜଣାନ୍ତୁ। ଆପଣ ଅଂଶୀ ହେଉଛନ୍ତି, ଧନ୍ୟବାଦ ଦେବା ସହିତ ଆପଣମାନଙ୍କୁ କୁହେ ଯେ ଅନ୍ୟମାନଙ୍କୁ ମଧ୍ୟ ଆପଣମାନେ ଅଂଶୀ କରାନ୍ତୁ, ଉତ୍ସାହିତ କରନ୍ତୁ। ଧନ୍ୟବାଦ।